ବର୍ଷ କାଳ ଦେଶ ଭାରତରେ ସୀମା 14 ତାରିଖ ଗୁରୁବାର ତାଙ୍କୁ ଡେଟା କରାଯିବା। ଯଦି ଆପଣ ଜଣେ ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଏନେଇ ଆସିଛି ଏକ ବଡ଼ ଖୁସି ଖବର। ଦେଶର ସର୍ବବୃହତ୍ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପକ୍ଷରୁ 8,283ଟି ପଦରେ ନିଯୁକ୍ତି ଦିଆଯିବ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପ୍ରାର୍ଥୀମାନେ ଜୁନିୟର ଆସୋସିଏଟ୍ ପଦ ପାଇଁ ଆବେଦନ କରିପାରିବେ। ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆୟକର ବିଭାଗ ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ। ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ 10ଟି ଠିକଣାରେ 200 କୋଟିର ନଗଦ ଅର୍ଥ ମିଳିଲା। ଗଣତି ଜାରି ରହିଛି। ଦୈନିକ ହିନ୍ଦୀ ସମ୍ବାଦପତ୍ର ଆୟକର ବିଭାଗର ଚୌଢ଼ ମିଳିଥିବା ବିପୁଳ ପରିମାଣ ନଗଦ ଟଙ୍କା ଏବଂ ସାଂସଦ ଧୀରଜ ସାହୁଙ୍କ ଫଟୋ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନେକ ବ୍ୟାଙ୍କଗୁଡ଼ିକ ଉପରେ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ନିୟମର ଉଲ୍ଲଂଘନ କରିବା ବିଭିନ୍ନ ବ୍ୟାଙ୍କ ପାଇଁ ପଡ଼ିଛି ମହଙ୍ଗା। ଅନେକ ବ୍ୟାଙ୍କ ଉପରେ ଜରିମାନା ଲଗାଇଥିବା ବେଳେ ବ୍ୟାଙ୍କକୁ ସବୁ ଦିନ ପାଇଁ ବନ୍ଦ କରିବା ଭଳି ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ। ବର୍ତ୍ତମାନ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ 5ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶ ଅରବାନ କୋ-ଅପରେଟିଭ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ବ୍ୟାଙ୍କ ନିକଟରେ ସଞ୍ଚାଳନ କରିବା ପାଇଁ କୌଣସି ପୁଞ୍ଜି ବାକି ନଥିବା ବେଳେ ଆଗରୁ ମଧ୍ୟ କୌଣସି ଆୟ। ଦକ୍ଷିଣ ଛତିଶଗଡ଼ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳ 1.5 କିମି ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ବ୍ୟାପି ରହିଛି। ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ କୋହଲା ପାଗ ରହିଛି। ବର୍ତ୍ତମାନ ରାଜ୍ୟରେ ପାଣିପାଗର ସେଭଳି କୌଣସି ନିୟାମକ ସକ୍ରିୟ ନଥିବା ବେଳେ 5 ଦିନ କୌଣସି ସତର୍କତା ସୂଚନା ନାହିଁ। ଏହା ସହ ରାଜ୍ୟରେ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।